ଆଜି ରାତିରେ ଏମିତି କଣ ହେଲା ଯେ ଆମ ହଷ୍ଟେଲ ପିଲାମାନେ ସବୁ ବାଂଲାଦେଶୀ ପିଲାମାନଙ୍କୁ ମାରିବା ପାଇଁ ହଷ୍ଟେଲ ସାରା ଘୁରି ବୁଲିଲେ। ତ ଭାଇମାନେ ଏଇ ରିସେଣ୍ଟ ହବ ଆମ ଭାରତର ନାଗରିକ ଜଣେ ବାଂଲାଦେଶରେ ଯାଇ ରହି ତାଙ୍କର ଘର ପରିବାର ଚଳଉଥିଲେ, କିନ୍ତୁ ବାଂଲାଦେଶର ଲୋକମାନେ ଏତେ ହାରାମି ସେଇ ଲୋକଟିକୁ ଜାତି ଧର୍ମ ନାଁରେ ଅପମାନ କରି ତାଙ୍କୁ ବହୁତ ମାଡ ମାରିଥିଲେ, ଆଉ ଶେଷରେ ସେଇ ଭାରତୀୟ ଲୋକଟିକୁ ବିଚ୍ ରାସ୍ତାରେ ଜିଅନ୍ତା ଜାଳି ଦେଇଥିଲେ। ଆଉ ଏଇ ଖବର ଶୁଣି ସାରିବା ପରେ ଆମେ ମାନେ ଏତେ ରାଗି ଯାଇଥିଲୁ ଯେ ଯଦି ଏବେ ଆମ ଆଗରେ କୌଣସି ବାଂଲାଦେଶର ଲୋକ ଧରା ପଡିଥାନ୍ତା ତ ଆମେ ତାକୁ କେବେ ବି କ୍ଷମା କରିନଥାନ୍ତୁ। ଆଉ ଭାରତୀୟ ଲୋକମାନଙ୍କ ସହ ଏଭଳି ଦୁର୍ବ୍ୟବହାର ଦେଖି ଆମେ ଏତେ ରାଗିଗଲୁ ଯେ ଆମ ହଷ୍ଟେଲରେ ରହୁଥିବା ବାଂଲାଦେଶୀ ଲୋକମାନଙ୍କୁ ଖୋଜିବାରେ ଲାଗିଗଲୁ। ଆଉ ଆମର ଟାର୍ଗେଟ ଥିଲା ଯଦି କୌଣସି ବାଂଲାଦେଶୀ ଲୋକ ଧରା ପଡିଲେ ତ ଆମେ ତାକୁ ନିଶ୍ଚୟ ଦଣ୍ଡ ଦବୁ, କିନ୍ତୁ ସେମାନଙ୍କର ଭାଗ୍ୟ ଭଲ ଥିଲା ଆଉ ଆମ ହଷ୍ଟେଲରେ କେହି ବାଂଲାଦେଶର ଲୋକ ରହୁନଥିଲେ। ଆଉ ଏଇ ଖବର ଶୁଣି ସାରିବା ପରେ ମତେ ରାତି ସାରା ଜମା ବି ନିଦ ହେଲାନି। ମୋର ଖାଲି ଏତିକ ଇଚ୍ଛା ହଉଥିଲା ଯଦି ମୋ ହାତରେ କିଛି ପାୱାର ଥାନ୍ତା ତ ମୁଁ କେବେ ବି ବାଂଲାଦେଶକୁ କ୍ଷମା କରିନଥାନ୍ତି। ଆଉ ମୁଁ ଗୋଟେ କଥା ବୁଝିପାରୁନି ଆମ ଭାରତୀୟ ମାନଙ୍କ ସହିତ ଏଭଳି ଅପମାନ ହେଲା ପରେ ଆମ ସରକାର କାହିଁକି କିଛି ଆକ୍ସନ ନେଉନାହିଁ। କିନ୍ତୁ ମୁଁ ଆପଣମାନଙ୍କୁ ଗୋଟିଏ କଥା କହିବା ପାଇଁ ଚାହିଁବି, ଯଦି ଆପଣମାନେ ଅଲଗା କଣ୍ଟ୍ରି କିମ୍ବା ଅଲଗା ରାଜ୍ୟରେ ରହି କାମ କରୁଛନ୍ତି ତ ଆପଣମାନଙ୍କୁ ମୋର ଏତିକ ଅନୁରୋଧ, ଆପଣମାନେ ନିଜର ଦାୟିତ୍ୱ ରଖିବେ। ଆଉ ଏଭଳି ଲୋକମାନଙ୍କ ସହ କଣ କରିବା ଦରକାର ଆପଣମାନେ ମତେ କମେଣ୍ଟରେ ନିଶ୍ଚୟ ଜଣେଇବେ।